ନମସ୍କାର। ଗୋଟେ କଥା ଆଲୋଚନା କରିବା ପାଇଁ ମୁଁ ଆପଣମାନଙ୍କ ସମ୍ମୁଖକୁ ଆସିଛି। ଏଇ କିଛି ଦିନ ହେବ ଗୋଟେ କମ୍ପାରିଜନ୍ ଭିଡ଼ିଓ ଭାଇରାଲ୍ ହେଉଛି। ଆଗରୁ ଆମର ଏ ଦେଶକୁ ନେଇ ମିଲେ ସୁର ମେରା ତୁମ୍ହାରା ଗୀତଟି ବହୁତ ଭଲ ଲାଗେ। ଆମେ ଛୋଟବେଳେ ବି ତାକୁ ଦେଖୁ, କାରଣ ସେଥିରେ ଭାରତବର୍ଷର ସବୁ ପ୍ରାନ୍ତକୁ, ସବୁ ଭାଷାକୁ ସେଥିରେ ସ୍ଥାନ ଦିଆଯାଇଥିଲା ଏବଂ ଆମେମାନେ ଅପେକ୍ଷା କରିଥାଉ କେତେବେଳେ ସେ ଓଡ଼ିଆରେ ଆସିବ ତୁମ ଆମର ସ୍ୱରର ମିଳନ। ଆମକୁ ଭାରି ମଜା ଲାଗେ ଦେଖିବା ପାଇଁ। କିନ୍ତୁ ଏବେ ଦେଖନ୍ତୁ, ଏଇ ଯେଉଁ ଚଳଚ୍ଚିତ୍ର ତାରକା ହୁଅନ୍ତୁ ବା କ୍ରିକେଟର ହୁଅନ୍ତୁ, କୌଣସି ନା କୌଣସି ମାଧ୍ୟମରେ ଯେଉଁମାନେ ଲୋକପ୍ରିୟତା ହାସଲ କରିଛନ୍ତି ଆଉ ଲୋକମାନେ ତାଙ୍କ ପଛରେ ବାୟା ଭଳିଆ ଗୋଡ଼ଉଛନ୍ତି, ତାଙ୍କୁ ନିଜର ପ୍ରେରଣା ଭାବୁଛନ୍ତି, ସେମାନଙ୍କୁ ଦେଖିବା ପାଇଁ ବ୍ୟାକୁଳ ହେଉଛନ୍ତି। କିନ୍ତୁ ବାସ୍ତବରେ ସେମାନେ କରୁଛନ୍ତି କ'ଣ? ସାମାନ୍ୟ କିଛି ଅର୍ଥ ଲୋଭ ହେଉ ବା କୌଣସି ପ୍ରେସର ଥାଉ, କ'ଣ ଥାଉ ସେଟା ତ ମୁଁ ଜାଣିନି, କିଛି ନା କିଛି ସେମାନେ କରୁଛନ୍ତି। ଗୁଟକା ଖାଉନଥିବା ଲୋକ ଗୁଟକା ବିକୁଛନ୍ତି, କୋଲ୍ଡ ଡ୍ରିଙ୍କସ୍ ଛୁଁ ନଥିବା ଲୋକ କୋଲ୍ଡ ଡ୍ରିଙ୍କସ୍ ବିକୁଛନ୍ତି। ତ ଏମିତି ଅନେକ କଥା କରୁଛନ୍ତି। ଭାରତରେ ଆଡ଼ଭର୍ଟାଇଜମେଣ୍ଟ ଇଜ୍ କମ୍ପ୍ଲିଟଲି ଏ ଫେକ୍ ଇଣ୍ଡଷ୍ଟ୍ରି। ମାନେ ମିଛ କହି ଜିନିଷ ବିକିବା ଏହାର ପ୍ରଥମ ଉଦ୍ଦେଶ୍ୟ। ଲୋକଙ୍କୁ ଭୂତେଇବା। ଫେୟାର ଆଣ୍ଡ ଲଭଲି ଲଗେଇ କେତେ ଲୋକ ଗୋରା ହେଇଥିବେ, ଯେଉଁମାନେ ଲଗାଉଥିବେ ସେମାନେ ଜାଣିଥିବେ। ବା ଡ୍ରିମ୍ ଫ୍ଲାୱାର ପାଉଡ଼ର ପକେଇଲେ କାହା ପ୍ରତି କି ଆକର୍ଷିତ ହେଉଥିବ, ମୁଁ ତ ଜାଣିନି। କଥା ହେଉଛି, ଏଇ ସେଲିବ୍ରିଟି ମାନେ ଗୋଟେ ସିଙ୍ଗଲ ଲୋକକୁ ମୋଦି ହେ ତ ମୁମକିନ ହେ, ମାନେ କ'ଣ? ଜଣେ ପ୍ରଧାନମନ୍ତ୍ରୀ ଭାବରେ ମୋର ତାଙ୍କ ପ୍ରତି ସମ୍ମାନ ଅଛି। ସେ ତାଙ୍କର କର୍ମ ବଳରେ ନିରଙ୍କୁଶ ଭାବରେ ସେ ଆସନରେ ମଣ୍ଡିତ ହୋଇଛନ୍ତି। କିନ୍ତୁ ଏହା ନୁହଁ ଯେ ସେ ଭଗବାନ ବା ତାଙ୍କରି ନାଁ ଧରିଲେ ସବୁ କଥା ସମ୍ଭବ ହେଇପାରିବ। ମୋ ଜୀବନରେ ତ ଅନେକ ଅସୁବିଧା ଅଛି, କ'ଣ ତାଙ୍କ ନାଁ ଜପ କଲେ ସବୁ ସୁବିଧା ହୋଇଯିବ? ମୁଁ ତ କାହିଁ ସେ କଥା ଭାବିପାରୁନି। ତ କ'ଣ ହେଉଛି, କୁଆଡ଼େ ଯାଉଛି ଏ ଭାରତ? କାହିଁକି ବ୍ୟକ୍ତିକେନ୍ଦ୍ରିକକୁ ଆମେ ଏତେ ପ୍ରଧାନତା ଦେଉଛେ? ଗୋଟେ ଲୋକ ଚାହିଁଲେ କ'ଣ ସବୁ ହେଇପାରିବ? ଏଇ ତେଲମରା କାର୍ଯ୍ୟକ୍ରମ କ'ଣ ଭାବୁଛନ୍ତି ଲୋକ ଜାଣିପାରିବେନି? ଜାଣୁଛନ୍ତି ଲୋକ, ଉଚିତ ସମୟରେ ତାର ଜବାବ ଦେବେ। ତ ମୋର ଲୋକମାନଙ୍କୁ ବି ଅନୁରୋଧ, ଏଇ ଯେଉଁମାନଙ୍କୁ ତାରକାମାନଙ୍କୁ ଆପଣ ଗୋଡ଼ଉଛନ୍ତି ତାଙ୍କ ପଛରେ ଦେଖନ୍ତୁ ସେମାନଙ୍କର ବ୍ୟକ୍ତିଗତ ଚରିତ୍ର କ'ଣ। ଜଣେ ତାରକା କମଳା କେମିତି ଖାଇବ, ଜଣେ ମୁଖ୍ୟମନ୍ତ୍ରୀ ଆଉ ଜଣେ ଆଗ ଧାଡ଼ିର ତାରକା ଯାହାକୁ କୁହାଯାଉଛି ସେ ସବୁଠୁ ଅଧିକା ଟିକସ ଦିଅନ୍ତି, କ'ଣ ହେଇଗଲା? ସବୁଠୁ ଅଧିକା ଟିକସ ଦେଲେ ହ୍ୱାଇଟ୍ ମନି ଯିଏ ରୋଜଗାର କରିବ ସେ ଟିକସ ଦେବ। ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଟିକସ ସ୍ଲାବ୍ ଅଛି, ଆଜ୍ ଫର୍ ୟୋର୍ ଇନକମ୍ ତୁମେ ଟିକସ ଦେବ। ଏଥିରେ ନା ବାହା ନେବାର ଅଛି ନା କ'ଣ କରିବାର ଅଛି। ଦୁଇ ଜଣ ବସି ଆଲୋଚନା କରୁଛନ୍ତି କମଳା କେମିତି ଖାଇବା। ଭାରତରେ କ'ଣ ଆଉ କିଛି ନାହିଁ ଆଲୋଚନା କରିବା ପାଇଁ? କମଳା କେମିତି ଖାଇବା? ଜଣେ ସାଂସଦ ପାର୍ଲାମେଣ୍ଟରେ ପଚାରୁଛନ୍ତି ସିଙ୍ଗଡ଼ା ରେଟ୍ ଗୁଡ଼ାକ ଅଲଗା ଅଲଗା ଜାଗାରେ ଅଲଗା ଅଲଗା କାହିଁକି ଅଛି? ମାନେ କ'ଣ ଏ ଦେଶରେ ସିଙ୍ଗଡ଼ା ବିଷୟରେ ଆଲୋଚନା ହେବ? ସିଙ୍ଗଡ଼ାରେ ଆଳୁ କେତେ ପଡ଼ିବ, ବାଦାମ କେତେ ପଡ଼ିବ, ତା ରେଟ୍ କେତେ ହେବ? କେତେ ମୂଲ୍ୟହୀନ ହେଇଯାଉଛି ଆମମାନଙ୍କର ଚିନ୍ତାଧାରା। କ'ଣ ଭାବୁଛନ୍ତି ଲୋକମାନଙ୍କୁ ଏତେ ଗବା?
କିଛି ଜାଣିପାରୁନାହାନ୍ତି। କେତେଦିନ ଏମିତି ମିଡ଼ିଆ ମ୍ୟାନେଜମେଣ୍ଟ ଚାଲିଥିବ। ସମୟ ଥାଇ ସୁଧୁରି ଯାଆନ୍ତୁ। ରହିଲି। ନମସ୍କାର। ଜୟ ଜଗନ୍ନାଥ।